ଯାଇଥିଲୁ ଲୋକଙ୍କ ଭିତରୁ ଖବର ପାଇଲୁ ଯେ ଘରେ ପଶିଛନ୍ତି ଲୋକ ଆଇଲା ବେଳକୁ ଆଉ କିଛି ନାହିଁ 2.5 ଲକ୍ଷରେ ସୁନା ରୂପା ସବୁ ନେଇଯାଇଛନ୍ତି ଆଉ ଟଙ୍କା ପଇସା ଆଉ ଆଇଲା ବେଳକୁ ଫାଙ୍କା ଜିନିଷ ପତ୍ର ଗଦା ହେଇକି ପଡ଼ି ରହିଛି ଆଉ ଟଙ୍କା 40,000 ଥିଲା ସୁନା ରୂପା ଥିଲା ସୁନା ହାର ମଙ୍ଗଳସୂତ୍ର ଝିଅ ଚେନ୍ ତା ବାବାଙ୍କ ଚେନ୍ ଆଉ ଚୁଡ଼ି ସାଙ୍କି 10 ପଟ ମୁଦି 6ଟା ଆଉ ପାଉଁଜି 3 ହଳ ଆଉ ଭେସଲେଟ୍ 2ଟା ଭୋଜି ଆମେ କରିଦେଲୁ ଫୋନ୍ କଲେ ତମ ଘରେ କିଏ ତାଲା ଭାଙ୍ଗିକି ପଶିଛନ୍ତି ଆମେ ଆଇଲା ବେଳକୁ ଚୋର ସବୁ ଚୋରି କରିକି ନେଇଛି କିଛି ନାହିଁ ଘରେ ମା ରୁମ୍ରୁ ସବୁ ଭାଙ୍ଗିକି ନେଇ ଯାଇଛନ୍ତି ଭାଇ ରୁମ୍ରୁ ସବୁ ଭାଙ୍ଗିକି ନେଇ ଯାଇଛନ୍ତି ମୋ ରୁମ୍ରୁ ବି ସବୁ ଭାଙ୍ଗିକି ନେଇ ଯାଇଛନ୍ତି 3ଟା ଘର ଭାଙ୍ଗିଛନ୍ତି ମୋର ସୁନା ଚେନ୍ ଯାଇଛି ମୁଦି ଯାଇଛି 3ଟା ମଙ୍ଗଳସୂତ୍ର ତା କାନଫୁଲ ତା ହାର ମୋ ସ୍ତ୍ରୀର ସବୁ ନେଇ ଯାଇଛନ୍ତି କିଛି ନାହିଁ ଏବେ ବହୁତ ଚୋରି ହେଉଛି ଏବେ 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 3ଟା 4ଟା ମନ୍ଦିର ଚୋରି ହେଲାଣି ସବୁ ଚୋରି ହେଲାଣି ଡେଲି କାମାକ୍ଷାରେ କ'ଣ ହେଉଛି ମୁଁ କିଛି ବୁଝିପାରୁନି ଏମିତି ଚୋରି ଦିନ ଦିହି ପରେ ଆମ ଘରେ ଆସିକି ପଶିକି ନେଇ ଯାଇଛନ୍ତି ଚୋର କାମାକ୍ଷାନଗରରେ ମାନେ ପୁରା ବିଶୃଙ୍ଖଳା କିଛି ନାହିଁ ଦିନ ଦିହି ପରେ ବର୍ତ୍ତମାନ ଆସିକି ଆମ ଘରୁ ସବୁ ନେଇ ଯାଇଛନ୍ତି ଆମ ଘରୁ ପାଖାପାଖି 8-10 ଲକ୍ଷ ଟଙ୍କାର ସୁନା ଯାଇଛି ହେରି 3ଟା ଯାକ ମିଶିକି ମାଆର ଭାଇର ମୋର ମିଶିକି 8-10 ଲକ୍ଷ ଟଙ୍କାର ସୁନା ନେଇ ଯାଇଛନ୍ତି କିଛି ନାହିଁ ଘରେ ପୁରା ସର୍ବଶାନ୍ତ କରିଦେଇଛନ୍ତି।